एसबीआई एवं पीएनबी समेत ଏହି ତିନୋଟି ବ୍ୟାଙ୍କ ସେମାନଙ୍କର ନିୟମ ପରିବର୍ତ୍ତନ କରିଛନ୍ତି କି? ବ୍ୟାଙ୍କ ଆକାଉଣ୍ଟ ଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଏହି ତିନୋଟି ବ୍ୟାଙ୍କ ନିୟମରେ କିଛିଟା ପରିବର୍ତ୍ତନ କରିଛନ୍ତି। ଯଦି ଆପଣଙ୍କ ପାଖରେ ଗୋଟିଏ ବ୍ୟାଙ୍କ ଖାତା ରହିଛି, କହିବାକୁ ଗଲେ ଏସବିଆଇ, ପିଏନବି, ବିଓବି ଏହି ତିନୋଟି ବ୍ୟାଙ୍କରେ ଯଦି ଆପଣମାନଙ୍କର ଖାତା ରହିଛି, ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାହିଁକି ନା ଏହି ତିନୋଟି ବ୍ୟାଙ୍କ ତାଙ୍କର ନିୟମରେ କିଛିଟା ପରିବର୍ତ୍ତନ କରିଛନ୍ତି ଆଜ୍ଞା। ଯେଉଁ ନିୟମ ଗୁଡ଼ିକ ଥିଲା ସେ ନିୟମରେ ଏହି ତିନୋଟି ବ୍ୟାଙ୍କ ପରିବର୍ତ୍ତନ କରିଛନ୍ତି। ତ ତିନୋଟି ବ୍ୟାଙ୍କ କେଉଁ କେଉଁ ନିୟମରେ ପରିବର୍ତ୍ତନ କରିଛନ୍ତି? ଯଦି ଆପଣଙ୍କ ପାଖରେ ଏହି ତିନୋଟି ବ୍ୟାଙ୍କରେ ଖାତା ରହିଛି, ଏହି ଗୋଟିଏ ଭିଡ଼ିଓରୁ ଆପଣ ସବୁ କିଛି ସୂଚନା ପାଇଯିବେ। ଏହି ତିନୋଟି ବ୍ୟାଙ୍କରେ ଯଦି ଆପଣମାନଙ୍କର ଖାତା ଅଛି, ଆପଣମାନେ କୌଣସି ଅସୁବିଧା ବିନା ଟ୍ରାଞ୍ଜାକ୍ସନ୍ କରିବା ପାଇଁ ଚାହୁଁଛନ୍ତି, ଯେମିତିକି ଆପଣ ୱିଥଡ୍ରାଲ୍, ଡିପୋଜିଟ୍, କୌଣସି ଲୋକଙ୍କୁ ଟଙ୍କା ପଠାଇବା, ଯେକୌଣସି ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ଆପଣ ସୁରୁଖୁରୁ ଭାବରେ କରିବା ପାଇଁ ଚାହୁଁଛନ୍ତି, ଏହି ଭିଡ଼ିଓ କେବଳ ଆପଣମାନଙ୍କ ପାଇଁ। ଯଦି ଆପଣ ବ୍ୟାଙ୍କରେ ପ୍ରତ୍ୟେକ ଦିନ କିଛି ନା କିଛି କାର୍ଯ୍ୟ କରୁଛନ୍ତି, ବ୍ୟାଙ୍କରେ କୌଣସି ଟ୍ରାଞ୍ଜାକ୍ସନ୍ ଆପଣମାନେ କରୁଛନ୍ତି ପ୍ରତ୍ୟେକ ଦିନ, ସେଇ ଟ୍ରାଞ୍ଜାକ୍ସନ୍ ଜଡ଼ିତ ସୂଚନା ଆଜ୍ଞା। ଏହି ତିନୋଟି ବ୍ୟାଙ୍କ ପୂର୍ବରୁ ଯେଉଁ ନିୟମ ଗୁଡ଼ିକ ଲାଗୁ କରିଥିଲେ, ସେଇ ନିୟମରେ କିଛିଟା ପରିବର୍ତ୍ତନ କରିଦେଇଛନ୍ତି ଆଜ୍ଞା। କ'ଣ ପରିବର୍ତ୍ତନ ହୋଇଛି ନିୟମ ଗୁଡ଼ିକରେ? ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣେଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ସବୁ କିଛି ଆପଣ ବୁଝିପାରିବେ, ଜାଣିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇବା ପାଇଁ ଜମା ବି ଭୁଲିବେନି। କାରଣ ସରକାରଙ୍କ ତରଫରୁ ଯେଉଁ ଯେଉଁ ନୂଆ ଯୋଜନା ଆସିବ, ଆପଣ ସେ ଯୋଜନାରେ କେମିତି ସାମିଲ ହେବେ, ତାର ଆବେଦନ ପ୍ରକ୍ରିୟା କେମିତି କ'ଣ ରହିବ, ଆପଣ ଘରେ ବସିକି ନିଜର ମୋବାଇଲ ମାଧ୍ୟମରେ କରିବେ। ଆପଣ ଯେଉଁ ଯୋଜନାରେ ସାମିଲ ହେଇଛନ୍ତି, ସେଇ ଯୋଜନାର ନୂଆ ନୂଆ ଅପଡେଟ୍ ଆପଣ ଆଗ ଜାଣିବାକୁ ପାଇବେ। ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିକି ରଖନ୍ତୁ। ଯଦି ଆପଣଙ୍କର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅର୍ଥାତ୍ ଏସବିଆଇ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପିଏନବି କିମ୍ବା ବ୍ୟାଙ୍କ ଅଫ୍ ବରୋଦା ବିଓବି ରେ ଆକାଉଣ୍ଟ ଅଛି, ତେବେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। 2026ରୁ ଆରମ୍ଭରୁ ଏହି ବ୍ୟାଙ୍କ ଗୁଡ଼ିକ ସେମାନଙ୍କର ଗ୍ରାହକମାନଙ୍କ ପାଇଁ ଅନେକ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ଗୁଡ଼ିକ ଆପଣଙ୍କ ୱାଲେଟ୍ ଏବଂ ଆପଣମାନଙ୍କର ବ୍ୟାଙ୍କିଂ ସେଭିଂ ଆକାଉଣ୍ଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇର ନୂତନ ନିର୍ଦ୍ଦେଶାବଳୀ ଅନୁସରଣ କରି ଏହି ବ୍ୟାଙ୍କ ଗୁଡ଼ିକ କେୱାଇସି, ସର୍ବନିମ୍ନ ବାଲାନ୍ସ, ଲକର ଚାର୍ଜ ଏବଂ ୟୁପିଆଇ କାରବାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯଦି ଆପଣ ସମୟ ମଧ୍ୟରେ ଏହି ନିୟମ ଗୁଡ଼ିକକୁ ବୁଝୁନାହାନ୍ତି, ତେବେ ଆପଣ ବ୍ୟାଙ୍କ ସେବାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି କିମ୍ବା ଜରିମାନା ମଧ୍ୟ ଦେଇପାରନ୍ତି। ଏହି ଭିଡ଼ିଓରେ ଆମେ ତିନୋଟି ପ୍ରମୁଖ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ନିୟମ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିବୁ। ଆପଣ ଜଣେ ନିୟମିତ ସଞ୍ଚୟ ଖାତାଧାରକ କିମ୍ବା ବ୍ୟବସାୟ ମାଲିକ, ଏହି ଅପଡେଟ୍ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଏହି ନିୟମ ଗୁଡ଼ିକ ବିଷୟରେ ନଜର ପକାଇବା। ଦେଖନ୍ତୁ, ଏସବିଆଇ, ପିଏନବି, ବିଓବି ଆକାଉଣ୍ଟ ଧାରୀଙ୍କ ପାଇଁ ନୂଆ ନିୟମ। ନୂଆ ନିୟମ ଅନୁଯାୟୀ ବ୍ୟାଙ୍କ ଗୁଡ଼ିକ ଏବେ ସେମାନଙ୍କର ସେବା ଗୁଡ଼ିକକୁ ଅଧିକ ଡିଜିଟାଲ ଏବଂ ସୁରକ୍ଷିତ କରିବା ଉପରେ ଧ୍ୟାନ ଦେଇଛନ୍ତି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଲକର ନିୟମ ସଂଶୋଧନ କରିଛି, ଯେତେବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦା ସେମାନଙ୍କର ସର୍ବନିମ୍ନ ବାଲାନ୍ସ ଆବଶ୍ୟକତା ଏବଂ କେୱାଇସି ଅପଡେଟ୍ କଠୋର କରିଛନ୍ତି। ଗ୍ରାହକମାନଙ୍କୁ ଏବେ ସେମାନଙ୍କର ଆକାଉଣ୍ଟ ଗୁଡ଼ିକକୁ ସକ୍ରିୟ ରଖିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ କରିବାକୁ ପଡ଼ିବ। ଏହି ବ୍ୟାଙ୍କ ଗୁଡ଼ିକ ସେମାନଙ୍କର ସୁଧ ହାରକୁ ମଧ୍ୟ ସଂଶୋଧନ କରିଛନ୍ତି, ଯାହା ଆପଣଙ୍କ ଜମା ଉପରେ ରିଟର୍ଣ୍ଣକୁ ପ୍ରଭାବିତ କରିବ। ଏହା ବ୍ୟତୀତ ଡିଜିଟାଲ ଠକେଇକୁ ରୋକିବା ପାଇଁ ବ୍ୟାଙ୍କ ଗୁଡ଼ିକ ମୋବାଇଲ ନମ୍ବରକୁ ବାଧ୍ୟତାମୂଳକ କରିଛନ୍ତି, ବିଶେଷ କରି ଚେକବୁକ୍ ଏବଂ ବଡ଼ କାରବାର ପାଇଁ। ଏହି ସବୁ ନିୟମରେ ପରିବର୍ତ୍ତନ କରାଯାଇଛି ଆଜ୍ଞା। ଏହି ପରିବର୍ତ୍ତନ ଗୁଡ଼ିକ ବିଷୟରେ ଆସନ୍ତୁ ସଂକ୍ଷିପ୍ତରେ ଜାଣି ରଖିବା। ପ୍ରଥମେ ତ ଲକର ଏବଂ ସଞ୍ଚୟ ଖାତାରେ
एसबीआई किछिटा परिवर्तन करिछि आज्ञा। भारतीय स्टेट बैंक अर्थात एसबीआई तार सेफ डिपोजिट लकर नियम रे एक बड़ परिवर्तन करिछि। ग्राहक मानकु एबे प्रति वर्ष केवल 12 थर मागणा लकर परिदर्शन पाई अनुमति दिया जिवो। जदि आपण एही संख्यारु अधिक थर आपणक लकर को प्रवेश करंती तेबे आपणकु प्रत्येक परिदर्शन पाई एक पृथक चार्ज देबाकू पड़िबो। या सहित शाखा स्थान अर्थात सहरांचल किंबा ग्रामांचल आधार रे लकर भड़ा संशोधन करा जाइछि। 2 नंबर रे संचय खाता सुध हार रे मध्य सामान्य परिवर्तन देखिबाकू मिलिछि। एबे ग्राहक माने सेमानक जमा उपरे प्रति वर्ष 2.50% हार रे सुध पाइबे। बैंक मध्य स्पष्ट करिछि जे मौलिक संचय बैंक जमा अर्थात बीएसबीडी अकाउंट पाई कौनसी सर्वनिम्न बालांस आवश्यकता नहीं, किंतु चेकबुक भली सुविधा पाई अतिरिक्त शुल्क देबाकू पड़ी पारे। देखंतु फ्लिपकार्ट रे महिला एवं पुरुषंक पाई बढ़िया बढ़िया मनी पर्स गुड़िक रही बहुत कम रेट रे आपण पाई परिबे। एई वीडियो रे लिंक प्रोवाइड कर देइछि, आपण माने ऑर्डर कर नियंतु। 3 नंबर रे पंजाब नेशनल बैंक पेंशन भोगींक पाई सर्वनिम्न बालांस एवं नियम रे किछिटा परिवर्तन आनिचंती आज्ञा। पंजाब नेशनल बैंक एहार अकाउंट धारींक पाई सर्वनिम्न बालांस जरिमाना को यथेष्ट ह्रास करिछि, जहा ग्रामांचलर ग्राहक एवं महिला मानकु यथेष्ट आश्वस्ति प्रदान करिछि। बैंक रो लक्ष्य हेउछि निम्न आय परिवार गुड़िक को बैंकिंग सहित जोड़िबा। तथापि जदि आपण मानकर अकाउंट सहरांचल अछि तेबे आपणकु निर्धारित सीमा मध्यरे बालांस बजाय रखिबाकू पड़िबो, नचेत जरिमाना लागू हेबो। देखंतु एहा सहित पीएनबी स्थायी जमा अर्थात फिक्स डिपोजिट सुधहार मध्य संशोधित होईछि। वरिष्ठ नागरिक माने एबे 390 दिनर परिपक्वता सहित स्वतंत्र एफडी उपरे 7.10% पर्यंत सुध पाउचंती। बैंक एहा मध्य बाध्यतामूलक करिछि जे जेउ अकाउंट धारी माने 2 वर्षरु अधिक समय धरी सेमानकर अकाउंट व्यवहार करि नाहंती सेमानकु निष्क्रिय करा जिवो। आपण मानकर अकाउंट 2 वर्ष धरी जदि आपण व्यवहार करि नाहंती ताहाले आपणकर अकाउंट को सबुदिन पाई बंद कर दिया जिवो। 5 नंबर रे बैंक ऑफ बड़ौदा चेकबुक एवं पुरस्कार पॉइंट उपरे नुआ नियम लागू करिछि। देखंतु आज्ञा बैंक ऑफ बड़ौदा चेकबुक जारी करिबा पाई नियम को कड़ाकड़ी करिछि। जदि आपणक बैंक अकाउंट रे आपणक मोबाइल नंबर अपडेट होई नाही तेबे बैंक आपणकु व्यक्तिगत चेकबुक प्रदान करिवो नाही। ठकेई रुकिबा पाई आपणक मोबाइल नंबर लिंक करिबा बाध्यतामूलक। एहा सहित बैंक डेबिट कार्ड पुरस्कार पॉइंट गुड़िक को सीमित करिछि, जहा द्वारा ग्राहक माने प्रति मासरे सर्वाधिक 5000 पॉइंट अर्जन करि परिबे। एहा सहित बैंक मध्य बीओबी पुनः केवाईसी संपर्क रे एक सतर्कता जारी करिछि। जेउ ग्राहक मानकर केवाईसी एक गुरुत्वपूर्ण समय पाई विचाराधीन अछि सेमानक पाई कारबार अवरोध करा जाई पारे। बैंक एहा मध्य कहिछि जे जनवरी 1 2026 पर डिजिटल कारबार पाई विशेष करी 5 लाख रु अधिक चेक पॉइंट पाई पीजीटी पे सिस्टम व्यवहार करिबा आहुरी गुरुत्वपूर्ण होई जिवो। आसंतु जानिबा यूपीआई एवं डिजिटल कारबार पाई नुआ नियम कौन रहिछि। देखंतु केवल बैंक नुह एनपीसीआई मध्य 2026 रु नुआ एसबीआई पीएनबी एवं यूपीआई कारबार नियम लागू करा जाइछि, जहा को पालन करिबा को पड़िबो। बीओबी ग्राहक मानक पाई यह बाध्यतामूलक करा जाइछि। आपण एबे आपण मानकर यूपीआई ऐप माध्यम रे प्रतिदिन 50 थर पर्यंत आपण मानकर बालांस जांच करि पारिबे। एहा ठारू अधिक थर हेले आपण मानकर बालांस जांच सेवा 24 घंटा पाई बंद होई जिवो। 1 नंबर रे डेली इनकम कारबार सीमा। देखंतु साधारण यूपीआई देय सीमा केवल 1 लाख रखा जाइछि। 2 नंबर रे शिक्षागत एवं चिकित्सा। देखंतु डाक्तरखाना एवं कॉलेज फी जमा करिबार सीमा 5 लाख को वृद्धि करा जाइछि। 3 नंबर रे ऑटो डेबिट सुरक्षा। एबे आपण मानक अनुमति सहित एहा बिना कोनोसी आप
ଟଙ୍କା କାଟି ପାରିବ ନାହିଁ। ଏଥିପାଇଁ ବ୍ୟାଙ୍କ ଅତିରିକ୍ତ ପ୍ରମାଣୀକରଣ ଯୋଡ଼ିଛି। 4 ନମ୍ବରରେ ଠକେଇ ସୁରକ୍ଷା। ଦେଖନ୍ତୁ, ଯଦି ଆପଣ ନୂଆ, ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ଟଙ୍କା ପଠାଉଛନ୍ତି, ତେବେ ବ୍ୟାଙ୍କ କିଛି ଘଣ୍ଟାର କୁଲିଂ ପିରିୟଡ଼ ଲାଗୁ କରିପାରେ।